दर्शक बंधु एही गुरुत्वपूर्ण कथा गुड़ी टिके ध्यान दे शुणु। 1 नंबर जो नारी स्वामी को देवता भली पूजा करे एवं मन जानी सेवा करे ताकू सर्वदा देवदेवी आशीर्वाद मिलता है। 2 नंबर जो महिला नाक अग्रभाग कला जाई देखा जाए से ही महिला सौभाग्यवती होती। 3 नंबर जो महिला मानकर कपाल कला जाई रही है ସେହି ମହିଳାମାନେ ଧନବାନ ଓ କୀର୍ତ୍ତିବାନ ହୁଅନ୍ତି। 4 ନମ୍ବର ଯେଉଁ ମହିଳାମାନଙ୍କର ନାକ ଚେପାଟା ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାନ୍ତି। 5 ନମ୍ବର ଯେଉଁ ମହିଳାମାନଙ୍କର ଚାଲିହାତି ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାନ୍ତି। 6 ନମ୍ବର ଯେଉଁ ମହିଳାଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୁଅନ୍ତି, ସେମାନେ ମଧ୍ୟ ସ୍ୱାମୀଦ୍ରୋହୀ ହୋଇଥାନ୍ତି। 7 ନମ୍ବର ଯେଉଁ ମହିଳାଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁନଥାଏ ତେବେ ଜାଣିବ ଯେ ସେହି ମହିଳାଙ୍କର ଦୁଇଟା ସ୍ୱାମୀ ହେବେ। 8 ନମ୍ବର ଯେଉଁ ମହିଳାଙ୍କ ପାଦ ଚିକ୍କଣ ନଖତମ୍ବା ରଙ୍ଗ ପରି ତଳି ପାଦରେ ମାଛ ଅଙ୍କୁଶ ଓ ଚକ୍ରଚିହ୍ନ ଥାଏ ସେମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି। 9 ନମ୍ବର ଯେଉଁ ମହିଳାଙ୍କର କାଣି ଆଙ୍ଗୁଠି ଭୂଇଁରେ ଲାଗେ ନାହିଁ ସେହି ମହିଳା ପ୍ରଥମ ବିବାହିତ ସ୍ୱାମୀଙ୍କୁ ବିନାଶ କରେ। ବିଧବା ପରେ ଯଦି ସେ ପୁଣି ବାହା ହୁଏ ତେବେ ଦ୍ୱିତୀୟ ସ୍ୱାମୀର ବିନାଶ ଘଟାଏ। 10 ନମ୍ବର ଯେଉଁ ମହିଳାଙ୍କ ଗୋଇଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ରମାଛ ଓ ପଦ୍ମ ଓ ଲଙ୍ଗଳ ଚିହ୍ନ ଥାଏ ସେହି ମହିଳାମାନେ ରାଜପତ୍ନୀ ହୋଇଥାନ୍ତି। 11 ନମ୍ବର ଯେଉଁ ମହିଳାମାନଙ୍କର ମଥାରେ ଲୋମ ଏବଂ ଶିରା ଦେଖାଯାଏ ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି। 12 ନମ୍ବର ଯେଉଁ ମହିଳାମାନଙ୍କର କେଶ କୁଞ୍ଚୁକୁଞ୍ଚିଆ, କେଶଗୁଡ଼ିକ ସୂକ୍ଷ୍ମ ଓ ଅତ୍ୟନ୍ତ ଚିକ୍କଣ ସେମାନେ ସୌଭାଗ୍ୟବତୀ ହୁଅନ୍ତି। 13 ନମ୍ବର ଯେଉଁ ମହିଳାମାନଙ୍କର କେଶ ଘନ କଳା ଓ କୁଞ୍ଚୁକୁଞ୍ଚିଆ ସେମାନେ ସର୍ବଦା ଜୀବନରେ ସୁଖ ଭୋଗ କରିଥାନ୍ତି। 14 ନମ୍ବର ଯେଉଁ ମହିଳାମାନଙ୍କର କେଶ ଲମ୍ବା ନ ହୋଇ ଛୋଟ ଛୋଟ ସରୁ ଓ ସୁନ୍ଦର ଦେଖାଯାଉଥିବ ସେହି ମହିଳା ରାଜକନ୍ୟା ହୋଇଥାନ୍ତି। 15 ନମ୍ବର ଯେଉଁ ମହିଳାମାନଙ୍କର ଲମ୍ବା କେଶ ଓ ଚିକ୍କଣ ହୋଇଥାଏ ସେହି ମହିଳାମାନେ ପୁରୁଷଙ୍କ ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। 16 ନମ୍ବର ଯେଉଁ ମହିଳାମାନେ ପ୍ରତ୍ୟେକ କଥାରେ ହୋ ହୋ ହୋଇ ହସନ୍ତି ସେହି ମହିଳାମାନଙ୍କର ଚରିତ୍ର ଭଲ ହୋଇନଥାଏ। 17 ନମ୍ବର ଯେଉଁ ମହିଳାମାନେ ହସିଲା ବେଳେ ତାଙ୍କ ଶରୀର ଥରୁଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୁଅନ୍ତି। 18 ନମ୍ବର ଯେଉଁ ମହିଳାମାନେ ହସିଲା ବେଳେ ସେମାନଙ୍କ ଦାନ୍ତ ବାହାରକୁ ଦେଖାଯାଏ ନାହିଁ ସେମାନେ ଅତି ସୁଖୀ ଅଟନ୍ତି। 19 ନମ୍ବର ଯେଉଁ ମହିଳାମାନେ ମୁଣ୍ଡରେ ଗୋଟିଏ ସରଳ ରେଖାରେ ସିନ୍ଥି କାଟିଥାନ୍ତି ସେହି ମହିଳାମାନେ ଐଶ୍ୱଲକ୍ଷଣୀ ହୋଇଥାନ୍ତି। 20 ନମ୍ବର ଯେଉଁ ମହିଳାମାନେ ହସିଲେ ଦୁଇ ଗାଲରେ ଗାତ ଭଳି ଦେଖାଯାଏ ସେହି ମହିଳାମାନେ ଲମ୍ପଟି ହୋଇଥାନ୍ତି। 21 ନମ୍ବର ଯେଉଁ ମହିଳାମାନେ କଣେ କଣେ ଅନାଇ ମୁରୁକି ହସୁଥାନ୍ତି ସେହି ମହିଳାମାନେ ସର୍ବଦା ଅନ୍ୟ ପୁରୁଷଙ୍କ ପ୍ରତି ଆକୃଷ୍ଟ ଥାନ୍ତି। 22 ନମ୍ବର ଯେଉଁ ମହିଳାମାନେ ହସି ହସି କଥା କହିଲା ବେଳେ ତାଙ୍କର ଆଖି ବିଲେଇ ପରି ଦେଖାଯାଏ ସେହି ମହିଳାମାନେ ବହୁତ କାମିକା ଅଟନ୍ତି। 23 ନମ୍ବର ଯେଉଁ ମହିଳାମାନେ ହସିଲା ବେଳେ ଦାନ୍ତର ଉପରି ଭାଗ ଦେଖାଯାଏ ସେହି ମହିଳାମାନେ ଚୋରଣୀ ପ୍ରକୃତିର ହୋଇଥାନ୍ତି। 24 ନମ୍ବର ଯେଉଁ ମହିଳାମାନଙ୍କର ପାଦର ଗୋଇଠି ଅସମାନ ହୋଇଥାଏ ସେହି ମହିଳାମାନେ ଜୀବନରେ ଦାରିଦ୍ର୍ୟ ଓ କଷାଘାତରେ ଦିନ କାଟୁଥାନ୍ତି। 25 ନମ୍ବର ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ଼ ହୋଇଥାଏ ସେହି ମହିଳାମାନେ ସ୍ୱଭାବରେ ଖଳ ପ୍ରକୃତିର ହୋଇଥାନ୍ତି। 26 ନମ୍ବର ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ପ୍ରକାର ମହିଳାମାନେ ସୁଲକ୍ଷଣୀ ସ୍ୱଭାବର ଅଟନ୍ତି। 27 ନମ୍ବର ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳାମାନେ ଜିଦଖୋର ପ୍ରକୃତିର ଅଟନ୍ତି। 28 ନମ୍ବର ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ଫଟୋ ଏବଂ କୁବେରଙ୍କ ଫଟୋ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ।
ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। 29 ନମ୍ବର ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଏବଂ କୁବେରଙ୍କ ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦରିଦ୍ରତା ଦୂର ହୋଇଥାଏ। 30 ନମ୍ବର ଯେଉଁ ପୁରୁଷ ବିନା କାରଣରେ ସନ୍ତାନମାନଙ୍କୁ ଏବଂ ପତ୍ନୀଙ୍କୁ ହଇରାଣ କରେ ସେ 7 ଜନ୍ମ ଯାଏ ନପୁଂସକ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖେ ତାହାର ଓଜନ ଏବଂ ବଳ କ୍ଷୟ ହୋଇଥାଏ। 31 ନମ୍ବର ଭୁଲରେ ବି କାହାକୁ ନିଜ ଘରର ଝାଡ଼ୁକୁ ଅନ୍ୟକୁ ଦେବା ଉଚିତ ନୁହେଁ। ଏହାର ଅର୍ଥ ମା ଲକ୍ଷ୍ମୀ ଘରୁ ବାହାରି ଯାଇଥାନ୍ତି। ଝାଡ଼ୁକୁ ସର୍ବଦା ଲୁଚାଇକି ରଖିବା ଉଚିତ। ଝାଡ଼ୁକୁ ଗୋଇଠା ମାରିବା ବା ସନ୍ଧ୍ୟା ଓ ରାତିରେ ଝାଡ଼ୁର ବ୍ୟବହାର କରିବା ଉଚିତ ନୁହେଁ। ପ୍ରତିଦିନ ସକାଳୁ ଝାଡ଼ୁର ବ୍ୟବହାର କରିବା ଶ୍ରେଷ୍ଠ ଅଟେ। 32 ନମ୍ବର ନାରୀମାନେ ନିଜେ ପିନ୍ଧୁଥିବା ମଙ୍ଗଳସୂତ୍ର, ଗୋଡ଼ମୁଦି, ପାଉଁଜି ଆଦି ଅନ୍ୟକୁ ଦାନରେ ଦେବା ଉଚିତ ନୁହେଁ। ଏହି ଆଭୂଷଣ ନାରୀ ପାଇଁ ଶ୍ରେଷ୍ଠ ହୋଇଥାଏ। ନାରୀକୁ କେବେ ବି ବେକ ଖାଲି ରଖିବା ଉଚିତ ନୁହେଁ। ଜଣେ ନାରୀର ଆଭୂଷଣ ଘରର ପରିଚୟ ହୋଇଥାଏ। ମୁଖ୍ୟ ଆଭୂଷଣ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ। 33 ନମ୍ବର ରୋଷେଇ ଘରର ବେଲଣା, ବେଲଣ କାଠି, ତାୱା ଆଦି କାହାକୁ କେବେ ଦାନ କରିବା ଉଚିତ ନୁହେଁ। ଅନେକ ସମୟରେ ମହିଳାମାନେ ଅନ୍ୟକୁ ଏହିସବୁ ଜିନିଷ ଦେଇଥାନ୍ତି। ଏହାଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି। ଧନର ଅଭାବ ହେବା ସହ ଛୋଟ ଛୋଟ କଥାରେ କଳହ ଲାଗି ରହିଥାଏ। 34 ନମ୍ବର ସନ୍ଧ୍ୟାରେ ନାରୀମାନଙ୍କୁ ନିଜ ରୋଷେଇ ଘରୁ ଦହି, କ୍ଷୀର, ଚାଉଳ, ଲୁଣ, ଅଟା ଭଳି ଧଳା ଜିନିଷକୁ କାହାକୁ ବି ଦାନରେ ଦେବା ଉଚିତ ନୁହେଁ। ଏହାଦ୍ୱାରା ନେଗେଟିଭ ଶକ୍ତି ଆକର୍ଷିତ ହୋଇଥାଏ। ଯାହାକୁ ଯେତେ ବି ଜରୁରତ ଥାଉ ନା କାହିଁକି ଏହିସବୁ ଜିନିଷ ଭୁଲରେ ବି ରୋଷେଇ ଘରୁ ନାରୀମାନେ ଦେବା ଉଚିତ ନୁହେଁ। 35 ନମ୍ବର ସୂର୍ଯ୍ୟାସ୍ତ ପରେ କେବେ ବି ତୁଳସୀ ଗଛକୁ ଛୁଇଁବା ଏବଂ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଦରିଦ୍ରତା କେବେ ବି ଛାଡ଼ି ଯାଇ ନଥାଏ। 36 ନମ୍ବର ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତେବେ ସେ ଘର କାମ କରି ଥକି ଯାଆନ୍ତି। ଆବଶ୍ୟକ ପଡ଼ିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣ ତାଙ୍କୁ ଘଷାମୋଡ଼ା କରିଦେବା ଉଚିତ ହୋଇଥାଏ। 37 ନମ୍ବର ଦୃଷ୍ଟିଶକ୍ତି କମଜୋର ହୋଇଥିଲେ ପ୍ରତ୍ୟେକ ଦିନ କାଠଚମ୍ପା ଫୁଲକୁ କିଛି ସମୟ ଶୁଙ୍ଘିବା ଉଚିତ। ଏହାଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। ଦେଖିବାରେ ହେଉଥିବା ଅସୁବିଧା ସବୁଦିନ ପାଇଁ ଦୂର ହୋଇଥାଏ। 38 ନମ୍ବର ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତାହେଲେ ପ୍ରତ୍ୟେକ ଦିନ ହଳଦୀ ତିଲକ ଲଗାନ୍ତୁ। ଏଭଳି କରିବା ଦ୍ୱାରା ଆପଣ ଧୀରେ ଧୀରେ ବେମାରରୁ ମୁକ୍ତି ପାଇପାରିବେ। 39 ନମ୍ବର କଂସା ପାତ୍ରରେ ନଡ଼ିଆ ପାଣି ପିଇବା ଉଚିତ ଏବଂ ତମ୍ବା ପାତ୍ରରେ ଆମିଷ ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। 40 ନମ୍ବର ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ୱାରା ଶୁଭ